ଓମ୍ ଶାନ୍ତି। ପୁସ୍ତକ ପଠନ ଶ୍ରୀମଦ୍ ଭଗବତ୍ ଗୀତା ରହସ୍ୟ। ଲେଖକ ବ୍ରହ୍ମାକୁମାର ସୁଧାଂଶୁ ଶେଖର ମିଶ୍ର। ଷୋଡ଼ଶ ଅଧ୍ୟାୟ। ଦୈବାସୁର ସମ୍ପଦ ବିଭାଗ ଯୋଗଃ। ଦୈବୀ ସମ୍ପଦ। ତପ। ଜ୍ଞାନ ଓ ଯୋଗ ମାର୍ଗରେ ପରିଚାଳିତ ପୁରୁଷାର୍ଥୀର ପୁରୁଷାର୍ଥ ମାର୍ଗରେ ଅନେକ ପ୍ରକାର ବାଧାବିଘ୍ନ ଦେଖାଯାଏ। ଅଜ୍ଞାନତାବଶତଃ ମଣିଷ ବିଭିନ୍ନ ଜନ୍ମରେ ଅନେକ ପାପ କରିଥାଏ। ମନୁଷ୍ୟ କରୁଥିବା କର୍ମର ଅନୁରୂପ ଫଳ ଇହ ଜନ୍ମରେ ଭୋଗ କରିସାରିବା ପରେ ଅବଶେଷ ଯାହା ରହେ ପରଜନ୍ମରେ ଆତ୍ମା ତାର ଭୋଗ କରେ। ଏହାକୁ ପ୍ରାରବ୍ଧ କର୍ମଫଳ କୁହାଯାଏ। ଏହି ଅନୁସାରେ ମଣିଷ ଭଲ ବା ମନ୍ଦ କର୍ମରେ ପ୍ରବୃତ୍ତ ହୁଏ ଓ ତଦନୁସାରେ ସୁଖ ବା ଦୁଃଖ ଭୋଗ କରେ। ପ୍ରାୟତଃ ଦେଖାଯାଏ ଯେ ଇହ ଜନ୍ମରେ ମଣିଷ କୌଣସି ମନ୍ଦ କର୍ମ ନ କରି ମଧ୍ୟ ଦୁଃଖ ଭୋଗ କରେ ଓ ବିନା ପ୍ରଚେଷ୍ଟାରେ ବିଦ୍ୟା, ବୁଦ୍ଧି, ଧନ, ମାନ, ସୁଖ ଆଦି ପ୍ରାପ୍ତ ହୋଇଥାଏ। ଏହାକୁ ପ୍ରାରବ୍ଧ ଜନିତ ଫଳ କୁହାଯାଏ। କର୍ମଟି ସୁଖ ଦୁଃଖ ଦାତା, ବିଶ୍ୱ ସଂସାରେ ବଳବନ୍ତା। ଜନ୍ମ ଜନ୍ମାନ୍ତରର ପାପ ରାଶିକୁ ଭସ୍ମୀଭୂତ କରିବା ହେଲା ରାଜଯୋଗର ଲକ୍ଷ୍ୟ। ଯୋଗ ମାର୍ଗରେ ଯୋଗୀକୁ ସର୍ବପ୍ରଥମେ ନିଜର ମନ ବିକାର ଗୁଡ଼ିକ ସହିତ ସଂଘର୍ଷ କରିବାକୁ ପଡ଼େ। ପୁରୁଷାର୍ଥ ଯେତିକି ତୀବ୍ର ହୁଏ, ମନ ବିକାର ଗୁଡ଼ିକ ସେତିକି ପ୍ରବଳ ହୋଇ ଉଠନ୍ତି। ଏଥିରେ ବ୍ୟତିବ୍ୟସ୍ତ ନ ହୋଇ ଧୈର୍ଯ୍ୟପୂର୍ବକ ସକାରାତ୍ମକ ସହ ନିର୍ବିକାର ଚିତ୍ତରେ ସହ୍ୟ କରିବାକୁ ତପ କୁହାଯାଏ। ଏହା ବ୍ୟତୀତ ଦେଶ, କାଳ, ପରିସ୍ଥିତି ଅନୁସାରେ ମଧ୍ୟ ବିଭିନ୍ନ ପ୍ରକାର ବାଧାବିଘ୍ନ ଆସେ। ଶୀତ ମାସରେ ପ୍ରବଳ ଥଣ୍ଡା, ଗ୍ରୀଷ୍ମ ଋତୁର ଭୀଷଣ ରୌଦ୍ରତାପ ଓ ବର୍ଷା ଋତୁର ପ୍ରଳୟଙ୍କାରୀ ଜଳଧାରା ମଧ୍ୟ ଯୋଗ ମାର୍ଗରେ ବିଘ୍ନ ରୂପରେ ଉପସ୍ଥିତ ହୁଏ। ଏହାକୁ ପରୀକ୍ଷା ସ୍ୱରୂପ ଗ୍ରହଣ କରି ପ୍ରସନ୍ନତାପୂର୍ବକ ସହ୍ୟ କରିବା ଉଚିତ। ବେଳେବେଳେ ବିନା କାରଣରେ ସାମାଜିକ ଓ ପାରିବାରିକ ଜୀବନରେ ନିନ୍ଦା ବଦନାମ ଶୁଣିବାକୁ ହୁଏ। ଏପରି ପରିସ୍ଥିତିରେ ନିନ୍ଦୁକ ପ୍ରତି କୌଣସି ନକାରାତ୍ମକ ଭାବନା ନ ଆଣି ଏହାକୁ ପୂର୍ବଜନ୍ମର କୌଣସି ବାକିଆ ହିସାବ ଭାବି ସହିଯିବା ଉଚିତ। ନିନ୍ଦୁକକୁ ନିଜର ଶିକ୍ଷକ ରୂପରେ ସ୍ୱୀକାର କରିନେଲେ ତା ପ୍ରତି ବିଦ୍ୱେଷ ଭାବନା ଆସେ ନାହିଁ ଓ ନିଜ ମଧ୍ୟରେ ଥିବା ତ୍ରୁଟି ସବୁ ସଂଶୋଧନ ହୋଇଯାଏ। ଜୀବନଯାତ୍ରାରେ ବେଳେବେଳେ କେତେକ ଖଳ ସ୍ୱଭାବର ବ୍ୟକ୍ତିଙ୍କ ସମ୍ମୁଖୀନ ହେବାକୁ ପଡ଼େ। ସେମାନେ ବିନା କାରଣରେ ଆମର ଅପକାର କରିଥାନ୍ତି। ଏଥିରେ ଉତ୍କ୍ଷିପ୍ତ ଓ ପ୍ରତିହିଂସା ପରାୟଣ ନ ହୋଇ ଅପକାରୀକୁ କ୍ଷମା କରିଦେବା ଉଚିତ। ସହନଶୀଳ ବ୍ୟକ୍ତି ଶତ୍ରୁକୁ କ୍ଷମା କରିପାରେ। ରାଜଯୋଗୀ ପାଇଁ ସହନଶୀଳତା କେବଳ ସର୍ବୋତ୍ତମ ତପ। ଆଗତି ସ୍ୱାଗତମ୍ କୁର୍ଯେତ୍ ଗଚ୍ଛତନ ନିବାରୟେତ୍ ଯଥା ପ୍ରାପ୍ତମ୍ ସହେ ସର୍ବମ୍ ସା ତପସ୍ୟେତମମ୍। ବୋଧସାର। ତପରୁ ଉତ୍ପନ୍ନ ହେଉଥିବା ତାପ ବା ଯୋଗାଗ୍ନି ଦ୍ୱାରା ଜନ୍ମ ଜନ୍ମାନ୍ତରର ପାପରାଶି ଭସ୍ମୀଭୂତ ହୋଇ ଅନ୍ତଃକରଣ ସୁବର୍ଣ୍ଣ ପରି ଶୁଦ୍ଧ ହୁଏ। ଆର୍ଜବ। ଏହାର ଅର୍ଥ ସରଳତା। ଯୋଗୀ ନିଷ୍ପାପ ଶିଶୁ ପରି ସରଳ ହେବା ଉଚିତ। ସରଳତା ଏକ ବିଶେଷ ଗୁଣ। ଏହା କେବଳ ଯୋଗୀମାନଙ୍କର ନୁହେଁ, ସାଧାରଣ ମଣିଷର ଜୀବନଯାତ୍ରାକୁ ମଧ୍ୟ ପୁଷ୍ପିତ ଓ ସୁବାସିତ କରେ। ଅନ୍ତଃକରଣରେ କପଟତାର ସର୍ବଥା ଅଭାବକୁ ସରଳତା କୁହାଯାଏ। ସରଳ ବ୍ୟକ୍ତିର ଜୀବନ ସାଧାସିଧା ଓ ନିରାଡ଼ମ୍ବରପୂର୍ଣ୍ଣ ହୁଏ। ତାଙ୍କଠାରେ ଲୋକ ଦେଖାଣିଆ ଭାବ ନ ଥାଏ। ସରଳ ପ୍ରକୃତିର ବ୍ୟକ୍ତିଙ୍କୁ ସାଧାରଣ ଲୋକେ ମୂର୍ଖ ବୋଲି ଭାବନ୍ତି। ଏହା ସେମାନଙ୍କର ମୂର୍ଖତା। ସରଳ ବ୍ୟକ୍ତିର ଅନ୍ତଃକରଣ ସର୍ବଦା ଜ୍ଞାନାଲୋକରେ ପ୍ରକାଶିତ ଥାଏ। ମାନ, ସମ୍ମାନ, ଯଶ, ଖ୍ୟାତି ବା ପ୍ରସିଦ୍ଧି ପାଇଁ ସେ କୌଣସି କର୍ମ କରନ୍ତି ନାହିଁ। ନିଷ୍କପଟ ଓ ସ୍ୱତଃସ୍ଫୂର୍ତ୍ତ ଭାବରେ ତାଙ୍କ ଦ୍ୱାରା ଯେଉଁ କର୍ମ ହୁଏ, ତାହା ତାଙ୍କୁ ଯଶସ୍ୱୀ କରାଏ। ଅହିଂସା। କାମ, କ୍ରୋଧ, ଲୋଭ, ମୋହ, ଅହିଂସା, ଅହଙ୍କାର, ଈର୍ଷା, ଦ୍ୱେଷ ଆଦି ମନୋବିକାର ଗୁଡ଼ିକର ବଶବର୍ତ୍ତୀ ହୋଇ ଯଦି କେହି ନିଜେ ବା ଅନ୍ୟ କାହାର ଦ୍ୱାରା କାହାକୁ କଷ୍ଟ ଦିଏ ବା କାହାରି ଅନିଷ୍ଟ କରେ, ତାହାକୁ ହିଂସା କୁହାଯାଏ। କାହାରି ସୌନ୍ଦର୍ଯ୍ୟ ଦେଖି କିମ୍ବା ଗୁଣ ଓ ବ୍ୟବହାରରେ ମୁଗ୍ଧ ହୋଇ ତା ପ୍ରତି କାମାସକ୍ତ ହେବା ବା କାମ ଭାବକୁ ବ୍ୟକ୍ତ କରିବା ମଧ୍ୟ ହିଂସାର ସୂକ୍ଷ୍ମ ରୂପ। ଏଥିପାଇଁ କାମକୁ କଟୁରୀ ସହିତ ତୁଳନା କରାଯାଏ।
ମନ, ବଚନ ଓ କର୍ମରେ କାହାର ଅନିଷ୍ଟ ନ କରିବା ବା କାହାକୁ କଷ୍ଟ ନ ଦେବାକୁ ଅହିଂସା କୁହାଯାଏ। ଆତ୍ମବିସ୍ତୃତ ବା ଦେହ ଅଭିମାନ ହେଉଛି ହିଂସାର କାରଣ। ଆତ୍ମିକ ସ୍ମୃତି ସମ୍ପନ୍ନ ବ୍ୟକ୍ତି ସମସ୍ତ ବିଶ୍ୱକୁ ନିଜର କୁଟୁମ୍ବ ସଦୃଶ ମନେ କରେ। ଦେହାଭିମାନରୁ ମୁକ୍ତ ଥିବାରୁ ସେ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଲିଙ୍ଗ, ବୟସ ଓ ରାଷ୍ଟ୍ରୀୟତା ନିର୍ବିଶେଷରେ ସମସ୍ତଙ୍କୁ ସମାନ ମନେ କରନ୍ତି। ଅର୍ଥାତ୍ ଏହି ସବୁକୁ ଆଧାର କରି ତାଙ୍କ ମନରେ ଦ୍ୱେଷ ବା ଭେଦଭାବ ନଥାଏ। ସେ ଜାଣନ୍ତି ଯେ ଏହି ସବୁ ଦେହ ପାଇଁ ଉଦ୍ଦିଷ୍ଟ, ଆତ୍ମା ପାଇଁ ନୁହେଁ। ଆତ୍ମା ମୂଳତଃ ପରମ ଧାମରୁ ଏ ସୃଷ୍ଟିକୁ ଆସିଛି। ତେଣୁ ବ୍ୟକ୍ତି ଯେତେବେଳେ ଦେହ ବନ୍ଧନରୁ ମୁକ୍ତ ହୋଇ ଆତ୍ମିକ ସ୍ଥିତିରେ ସ୍ଥିତ ହୋଇଯାଏ, ସେତେବେଳେ ତାର ବୁଦ୍ଧି ପରମ ଧାମ ନିବାସୀ ପରମାତ୍ମାଙ୍କ ସହିତ ଯୁକ୍ତ ହୋଇଯାଏ। ଈଶ୍ୱରୀୟ ପ୍ରେମର ଅନନ୍ତତା ବ୍ୟକ୍ତିର ସମସ୍ତ ଲଘୁତା ବା ସଂକୀର୍ଣ୍ଣତାକୁ ବିଲୀନ କରିଦିଏ। ସେ ଲାଭ, କ୍ଷତି, ଜୟ, ପରାଜୟ, ଶତ୍ରୁ, ମିତ୍ର ଆଦି ବିଷମତା ଦୋଷରୁ ସର୍ବଦା ମୁକ୍ତ ହୋଇଯାଆନ୍ତି। ବିଷମତାରୁ ଦ୍ୱେଷ ହୁଏ ଓ ଦ୍ୱେଷରୁ ହିଂସା ଉତ୍ପନ୍ନ ହୁଏ। ଯେଉଁମାନେ ପ୍ରକୃତରେ ଈଶ୍ୱରାନୁରାଗୀ ସେମାନେ ସର୍ବଦା ପରମାର୍ଥ ପାଇଁ କାର୍ଯ୍ୟ କରନ୍ତି। ସାଂସାରିକ ବିଷୟ ଭୋଗ ପ୍ରତି ସେମାନଙ୍କର ଆସକ୍ତି ନଥିବାରୁ ସେମାନେ ଅହିଂସା ମାର୍ଗରେ ପରିଚାଳିତ ହୁଅନ୍ତି। କ୍ରମଶଃ ଓମ୍ ଶାନ୍ତି।